କାହିଁକି ହେଉଛନ୍ତି ଆକ୍ରାନ୍ତ? ଏହି ରୋଗର ପ୍ରତିକାର କଣ? ନିକଟରେ ପିଣ୍ଟୁ ନନ୍ଦ ମିହିର ଦାସ ଏହି ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ଆଉ ଏବେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇଛନ୍ତି। କେବଳ ଓଡିଆ କଳାକାର ନୁହେଁ, ଓଡିଶାରୁ ଲକ୍ଷ ଲକ୍ଷ ଲୋକ ପ୍ରତି ବର୍ଷ ଏହି ଲିଭର ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ହେଲେ କାହିଁକି ହୁଏ ଏହି ଲିଭର ସିରୋସିସ୍ ରୋଗ? ବିଶେଷ କରି ଯେଉଁମାନେ ଫାଷ୍ଟଫୁଡ ଅଧିକ ମାତ୍ରାରେ ଖାଉଛନ୍ତି ସେମାନେ ଖାଇବା ବନ୍ଦ କରିଦିଅନ୍ତୁ। ତା ସହିତ କୋଲ୍ଡ ଡ୍ରିଙ୍କ୍ସ, ପ୍ୟାକେଟ ଆଇଟମ, ଡ୍ରିଙ୍କ୍ସ ଯେଉଁମାନେ କରୁଛନ୍ତି ସେମାନଙ୍କୁ ମଧ୍ୟ ଏସବୁ ବନ୍ଦ କରିବାକୁ ପଡିବ। ଯଦି ଆପଣମାନେ ଆଦତ ଛାଡି ପାରୁନାହାନ୍ତି ତାହେଲେ 2 ମାସ କିମ୍ବା 3 ମାସରେ କେବେ କେବେ ଖାଇପାରିବେ, ନହେଲେ ଆପଣଙ୍କ ପାଇଁ ଏଇଟା ଭବିଷ୍ୟତରେ ସାଂଘାତିକ ରୂପ ନେଇପାରେ। ଆପଣମାନେ ଏହି ସବୁ ଜିନିଷରୁ ଦୂରେଇ ରହିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ତା ସହିତ ଆପଣଙ୍କର ଲିଭର ମଧ୍ୟ ସୁସ୍ଥ ରହିବ। ଆପଣମାନେ ସପ୍ତାହକୁ 3 ରୁ 4 ଥର ଆଖୁ ଜୁସ୍ ପିଇବା ଆରମ୍ଭ କରିଦିଅନ୍ତୁ। ତା ସହିତ ସନ୍ଧ୍ୟା ସମୟରେ ଗ୍ରୀନ୍ ଟି ପିଅନ୍ତୁ। ଆପଣମାନଙ୍କର ଲିଭରଟି ସୁସ୍ଥ ରହିବ। ଏମିତି କଲେ ଆପଣମାନେ ଲିଭର ସିରୋସିସ୍ ରୋଗଠାରୁ ଦୂରେଇ ରହିବେ। ଭିଡିଓଟିକୁ ନିଶ୍ଚିତ ଭାବରେ ସମସ୍ତ ସେୟାର କରିଦିଅନ୍ତୁ। ବିଶେଷ କରି ଯେଉଁମାନେ ଫାଷ୍ଟଫୁଡ ଅଧିକ ମାତ୍ରାରେ ସେବନ କରନ୍ତି, ଡ୍ରିଙ୍କ୍ସ କରନ୍ତି, ସେମାନଙ୍କ ସହିତ ନିଶ୍ଚିତ ଭାବରେ ଭିଡିଓଟିକୁ ସେୟାର କରନ୍ତୁ। କାହିଁକି ନା ସେମାନେ ବହୁତ ଜଲ୍ଦି ଏହି ସବୁ ରୋଗର ସାମ୍ନା କରିପାରନ୍ତି ଯଦି ନିଜର ଆଦତକୁ ଛାଡୁନାହାନ୍ତି।